ମୁଁ ଗୋପାଳ ପଟ୍ଟନାୟକ ସର୍ଟ ଫିଲ୍ମ ନିର୍ଦ୍ଦେଶକ। ଆକ୍ଚୁଆଲି ଏଇଟା ମୁଁ ଷ୍ଟାର୍ଟ କରିଥିଲି 2017 ଡିସେମ୍ବର। ପ୍ରଥମ ମୋର ସର୍ଟ ଫିଲ୍ମ ଗୋଟେ ମେସେଜେବୁଲ୍ ଫିଲ୍ମ ଗୋଟେ ହେଲମେଟ୍ ଉପରେ କାଢ଼ିଥିଲୁ। ତାର ରେସ୍ପନ୍ସ ବହୁତ ବଢ଼ିଆ ଭଲ ଥିଲା, ଯଦ୍ୱାରା କି ଆଗକୁ ଆହୁରି କରିବା ପାଇଁ ବୋଲି ସ୍ଥିର କଲୁ, ଆଉ ସେମିତି ଜର୍ଣ୍ଣିରେ ଚାଲିଛି। ହେଲେ ମୋର ଇଣ୍ଟେନସନ୍ ହେଉଛି କ'ଣ, ଏଠାର ଆମର କୋରାପୁଟିଆ ଯେତିକି ବି ଆମର କଳାକାରମାନେ ଅଛନ୍ତି ସମସ୍ତଙ୍କୁ କିଛି ନା କିଛି ସୁଯୋଗ ମିଳୁ। ତ ଏଇଟା ମୋର ମେନ୍ ଉଦ୍ଦେଶ୍ୟ। ତାପରେ ସେକେଣ୍ଡ କଥା ହେଉଛି କ'ଣ, ମେସେଜ୍ ସୋସାଇଟିକୁ ଗୋଟେ ମେସେଜ୍ ଦେବାର ଅଛି। ତ ଗୋଟେ ଫିଲ୍ମ ମାଧ୍ୟମରେ ଗୋଟେ ମେସେଜ୍ ଦେବା, ଏ ଦୁଇଟା ହେଉଛି ମେନ୍ ମୁଖ୍ୟ ଉଦ୍ଦେଶ୍ୟ ମୋର। ସାର୍ ଆପଣ ମୁଁ କହିବା କଥା ହେଉଛି ଆପଣଙ୍କର ଆପଣ ନିଜେ ତେଲୁଗୁ ଭାଷା ହଁ, ଓଡ଼ିଆ ଯେତେ ନିର୍ମାଣ କରନ୍ତୁ ଆପଣ କିଛି ଅସୁବିଧା ହେଇନି କି? ନାଇଁ ନାଇଁ କେମିତି ଆପଣଙ୍କୁ ଇଏ ଲାଗେ ସାର୍? ନାଇଁ ନାଇଁ ଆରେ ଯେହେତୁ ଆମେ ଏଇଠି ରହୁଛୁ, ତ ଏଇଠି ଲୋକାଲ୍ ଲୋକମାନଙ୍କୁ ଯଦି ଆମେ ସୁବିଧା ଦେବାନି ତ ସେମିତି କେମିତି ହେବ? ଠିକ୍ ନାହିଁ ନା। ଆମେ ଏଇଠି ରହୁଛୁ, ଏଠିର ପାଣି ପବନ ସହିତ ମିଶି ରହୁଛୁ। ତ ଏଠିର ଲୋକଙ୍କ ସହିତ ଆମର ଯେଉଁ ପ୍ରକାର ପ୍ରେମ ଇଏ ଅଛି ବାନ୍ଧିକି ରଖିଛୁ, ତ ସେମାନଙ୍କୁ ଯଦି ସୁଯୋଗ ନ ଦେବା ତ ଆଉ କାହାକୁ ଦେବ? ସାର୍ କେତେ ଖଣ୍ଡେ ଚଳଚ୍ଚିତ୍ର ନିର୍ମାଣ କରିସାରିଛନ୍ତି ବର୍ତ୍ତମାନ? ଏଇଟା ବର୍ତ୍ତମାନ ଯେଉଁଟା ଚାଲିଛି ଏଇଟା 39 39ତମ ଚଳଚ୍ଚିତ୍ର ଚାଲିଛି। ସାର୍ କେମିତି ଷ୍ଟ୍ରଗଲିଂ କେମିତି ରହୁଛି ସାର୍ ଆକୁ ନେଇକିନା? ଏଇଠି ତ ବହୁତ ଷ୍ଟ୍ରଗଲ୍ ଅଛି, କାହିଁକି ନା ଏଠି ଆମର ଏଇଟା ଛୋଟ ଛୋଟ ପ୍ରଡକ୍ସନ୍, ଯେହେତୁ ଏଇଟା ପାଇଁ ପ୍ରଡ୍ୟୁସର୍ ଆସିବେନି, ତ ନିଜେ ସବୁ କିଛି ବହନ କରିବାକୁ ପଡ଼ିବ। ସାର୍ ଆପଣ ଜଣେ ନିଜେ ଡାଇରେକ୍ଟର, ସ୍କ୍ରିପ୍ଟ ରାଇଟର, ପ୍ରଡ୍ୟୁସର ତଥା ଆକ୍ଟର, ଆକୁ ନେଇକି ଆପଣ କ'ଣ କହିବା ପାଇଁ ଚାହୁଁଛନ୍ତି? କହୁଛି ପରା, ଆର ମେନ୍ ମୁଖ୍ୟ ପ୍ରୋବ୍ଲେମ୍ ହେଉଛି କ'ଣ, ଫାଇନାନ୍ସଟା। ଯଦି ଫାଇନାନ୍ସ ଥାନ୍ତା ତ ମୁଁ ଏତେ ଗୁଡ଼ିଏ କାମ କରିନଥାନ୍ତି। ଯେମିତିକି ମୁଁ ଏବେ ନିଜେ ଷ୍ଟୋରି ଲେଖେ, ସ୍କ୍ରିପ୍ଟ ଲେଖେ, ନିଜେ ଡାଇରେକ୍ସନ୍ ଦିଏ, ନିଜେ ସ୍କ୍ରିନ୍ ପ୍ଲେ, ନିଜେ ଏଡ଼ିଟିଂ, ନିଜେ ଆକ୍ଟିଂ, ତ 8ଟା କାମ ମୁଁ ନିଜେ କରେ। ଯଦି ଆମକୁ ଗୋଟେ ପ୍ରଡ୍ୟୁସର ମିଳିଥାନ୍ତା ତ ଏତେ ଗୁଡ଼ିଏ କରିବା ଦରକାର ନାହିଁ। ମୁଁ ଖାଲି ଷ୍ଟୋରି ସ୍କ୍ରିପ୍ଟ ଆଣ୍ଡ ଡାଇରେକ୍ସନ୍ ଦେଲେ ବାସ୍ ହେଇଗଲା। ସାର୍ ଆମ କୋରାପୁଟ ଜିଲ୍ଲାରେ କଳାକାରମାନଙ୍କର ମାନେ ଆକ୍ଟିଭିଟିସ୍ କେମିତି ଅଛି, ଆଉ ଏଠି ଚଳଚ୍ଚିତ୍ର ନିର୍ମାଣ କରିସାରିଲା ପରେ ଆଗକୁ କେମିତି ରହିବ ସାର୍ ଆଗ କହିବାକୁ ଗଲେ ଆମର ଏଇଠି ଅଣ୍ଡିବାଡ଼ିଆରେ କୋରାପୁଟ ଜିଲ୍ଲା କଳାକାରରେ ଭରପୁର। ବହୁତ ଭଲ ଭଲ କଳାକାର ଅଛନ୍ତି, ହେଲେ କ'ଣ ସେମାନଙ୍କୁ ସୁଯୋଗଟା ମିଳୁନି। ଯଦି ସୁଯୋଗ ମିଳିପାରିଥାନ୍ତା? ହଁ, ସୁଯୋଗ ମିଳିଲେ ତ ବାଧ୍ୟରେ ଆମର ଏଇଠି ଗୋଟେ ଇଣ୍ଡଷ୍ଟ୍ରି ତିଆରି ହେଇପାରିବ। ଫିଲ୍ମ ଇଣ୍ଡଷ୍ଟ୍ରି ଯାଇପାରେ। ହଁ, ସାର୍ ଆପଣଙ୍କର କ'ଣ ମାନେ କ୍ରିଏସନ୍ କ'ଣ ଆରମ୍ଭ କରିଛନ୍ତି, କ'ଣ ସେ ଫିଲ୍ମ ନେଇକି ଆଗକୁ କ'ଣ ଚିନ୍ତା କରିଛନ୍ତି? ନାଇଁ ନାଇଁ, ବଡ଼ ଫିଲ୍ମ ଯୋଜନା ନାହିଁ। କାରଣ କାହିଁକି, ମେନ୍ କଥା ହେଉଛି କ'ଣ, ପ୍ରଡ୍ୟୁସର ନହେଲା ଯାଏଁ ଆମେ କିଛି କରିପାରିନି। ହେଲେ ମୋର ଗୋଟେ ଚିନ୍ତାଧାରା ଅଛି କ'ଣ, କେବଳ ଆମର କୋରାପୁଟିଆ ଭାଷାର ଫିଲ୍ମଟା ବା ଏଠାର ଲୋକାଲ୍ ଲାଙ୍ଗୁଏଜ୍ର ଫିଲ୍ମ ଗୋଟେ ତିଆରି କରି ଆମର ଅନଡିଭାଇଡେଡ୍ କୋରାପୁଟ ଜିଲ୍ଲାରେ ଯେତିକି ବି ହଲ୍ ଅଛି, ଆମର ପ୍ରାୟ 12ରୁ 14ଟା ହଲ୍ ଅଛି, ତ ସେଗୁଡ଼ିକୁ ଚାଲିବା ପାଇଁ ଯେଉଁଟାକି ଆମକୁ ଟ୍ୟାକ୍ସ ଫ୍ରି କରାଯାଉ। ମୁଁ ଏଇ କଥା ଆମର MLA ସାର୍ଙ୍କ ସଙ୍ଗେ ବି କଥା ହେଇଛି, ତାଙ୍କେ ବି କହିଛନ୍ତି ଏ ବିଷୟରେ ଆମେ ଦୃଷ୍ଟି ଦେବୁ ବୋଲି। ତ ସେମିତି ହେଇଥିଲେ କ'ଣ ହେବ, ଆମର ଯେଉଁ ଯେତିକି ଜଣ ବି ଆମର ପ୍ରଡକ୍ସନ୍ କରୁଛନ୍ତି ସମସ୍ତଙ୍କୁ କିଛି ନା କିଛି ରୋଜଗାରର ଇଏଟା ହେଇଥାନ୍ତା, ଆଉ କଳାକାରମାନଙ୍କୁ ବି ଆମେ କିଛି ଦେଇପାରିଥାନ୍ତୁ। ସାର୍ ଏ କୋରାପୁଟ ଜିଲ୍ଲାର କଳା ସଂସ୍କୃତିକୁ ନେଇକି ଆଗକୁ ଆଉ କେମିତି ପ୍ରଚାର ପ୍ରସାର ହେଇପାରିବ ସାର୍? ପ୍ରଚାର ପ୍ରସାର ହେଇପାରିବ, ମେନ୍ କଥା ହେଉଛି କହୁଛି ନା, ଆମକୁ ଯଦି କୌଣସି ପ୍ରକାର ଯଦି ସରକାରୀ ସ୍ତରରୁ କିଛି ନା କିଛି ଆମକୁ ସାହାଯ୍ୟ ମିଳିବ ତ ବାଧ୍ୟରେ ହେଉଛି ଆମର ଇଣ୍ଡଷ୍ଟ୍ରିଟା ଆଗକୁ ଯିବ। ଆଉ ଏଇଟା 100% ହେବ, ଯେହେତୁ ଆମର ଏଇଠି କୋରାପୁଟ ଜିଲ୍ଲାର କଳାକାର ଅଭାବ ନାହିଁ। ଆଉ ଆମର ଯେଉଁ ଲୋକେସନ୍ ବି ଅଛି, ଦେଖୁଛନ୍ତି ବାହାରୁ ବାହାରୁ ଆମର ତେଲୁଗୁ ଇଣ୍ଡଷ୍ଟ୍ରି ଆସୁଛି, ଓଲିଉଡ଼ ବାଲା ମାନେ ସମସ୍ତେ ଆସିକରି ଏଇଠି ସୁଟିଂ କରୁଛନ୍ତି। ସାର୍ ଆପଣ ଜଣେ ବ୍ୟବସାୟୀ, ନିଶାରେ କିନ୍ତୁ ଚଳଚ୍ଚିତ୍ର ନିର୍ମାଣ କରିବା, ହଁ, ଏଇଟା ବାଧ୍ୟରେ। ଏଇଟା ଏଇଟା କେମିତି ସାର୍ ଆପଣଙ୍କୁ ମାନେ ଆଗ୍ରହୀ ହେଲା? ନାଇଁ, ଆଗ୍ରହ ତ ଆଗରୁ ବି ଥିଲା, ହେଲେ କ'ଣ ସେତେବେଳେ ହେଉଛି କ'ଣ ହେଉଥିଲା, ଏଡ଼ିଟିଂ ଏସବୁ କାମକୁ ବହୁତ ପଇସା ମାଗୁଥିଲେ। ତ ତେଣୁକରି 1995 ମସିହାରେ ଗୋଟେ ମୁଁ ଫିଲ୍ମ ଲେଖିଥିଲି ଯେଉଁଟା କରିବା ବୋଲି ଡିସାଇଡ଼୍ କରାହେଇଥିଲା। ହେଲେ ସେତେବେଳେ ହେଉଛି ଆମର ଆର୍ଥିକ କେହି ବି ସାହାଯ୍ୟ କରିପାରିଲେନି, ତ ତେଣୁ ସେଟା ବନ୍ଦ କରିଦିଆଗଲା। 2017 ଯେତେବେଳେ ଟିକେ ଟିକେ ଟେକ୍ନୋଲୋଜି ବଢ଼ିଲା, ତ ଟିକେ ଟିକେ ସମସ୍ତେ ବି ଟିକେ ସମସ୍ତଙ୍କର ବି ଫାଇନାନ୍ସିଆଲି ଟିକେ ଟିକେ ହେଲ୍ପ କଲେ, ତ ସେଇ ହିସାବରେ ଆମେ ଏଇଟା ଜର୍ଣ୍ଣିଟା ଆରମ୍ଭ କରିଥିଲୁ। ସମସ୍ତେ ବହୁତ ଭଲ କୋଅପରେଟ୍ କରୁଛନ୍ତି। ଦିନ ରାତି ଥର ଥର ତ ଆମେ ସକାଳ ଆରମ୍ଭ କରୁ ସୁଟିଂଟା, ରାତି 2ଟା ବି ହେଇଯାଏ। ସେଇ ଚଳଚ୍ଚିତ୍ର ନିର୍ମାଣର ରେସ୍ପନ୍ସ କେମିତି ରହୁଛି ସାର୍? ରେସ୍ପନ୍ସ ବହୁତ ଭଲ ରହୁଛି, ଅଡ଼ିଏନ୍ସମାନଙ୍କୁ ମୋର ଷ୍ଟୋରି ଭଲ ଲାଗୁଛି। ଆଗକୁ କ'ଣ ଆଉ ଚିନ୍ତା ଅଛି ସାର୍ ଆଗକୁ? ମୁଁ ଆଗକୁ କହୁଛି ନା, ଆଗକୁ ବଡ଼ ଫିଲ୍ମର ଯୋଜନା ନଥିଲେ ବି ଆମର ଏଟଲିଷ୍ଟ ଆମର ଅନଡିଭାଇଡେଡ୍ କୋରାପୁଟ ଆମ ଅଞ୍ଚଳ, ଆମ ଭାଷାର, ଆମର ଏଇଠି ଲୋକାଲ୍ ଭାଷାର କୋରାପୁଟିଆ ଭାଷାର ଫିଲ୍ମକୁ ଯେମିତିକି ଆମର ଅନଡିଭାଇଡେଡ୍ କୋରାପୁଟ
रे जेतरा भी हल अच्छी सबू हल्रे चलेबार योजनार अच्छी मोर आ जोटाकि मु सरकार को भी अनुरोध करची प्रति फिल्म आमर फिल्म लोकल लांगुएज सबको टैक्स फ्री करा जोटा कि साधारण लोक भी 100 टका देकर आराम फिल्म देखिपारे। सर आउ कौन योजना एमती अछि सर जे आपण किछि आगु जीवा पे कोन करबे? आगକୁ तो हॉलीवुड फिल्म बनवार योजना अच्छी हेल्ले कौन आमको जदि भल प्रोड्यूसर मिली था बेले आमर कम कौन कर देखी पार आम पाखे यथेष्ट आर्टिस्ट मान अच्छा भल आर्टिस्ट अच्छा खाली आम अंचल बोल नहीं आम सियाड़ बाहर भी आनी था कटक भुवनेश्वर भी आर्टिस्ट केत नहीं आमर ये लोकाल आर्टिस्ट नहीं गोटे बड़ फिल्म करार भी योजना अच्छी हेल्ले कौन हो मेन प्रोब्लेम है कौन प्रोड्यूसर ये नहांती साहस करना आसपाई आदि कौन प्रोड्यूसर जदि साहस दे आग को आसी बा आमको जदि साथ देवे कौन प्रोड्यूसर गोटे तो देखिए बाध्य अल्प एमाउंट रे आम भल फिल्मटा कर देखू। सर ये जो आपण व्यवसाय छाड़ी भी हम फिल्म विषय में मातिछंती आउ ए जिंस को नेगना पारिवारिक सपोर्ट केमति रहउछि कोन बहुत बढ़िया सपोर्ट रही एते गोटे जो फिल्म बनै पारछि तार मेन कारण होछि मोर वाइफ खाली से एक्टिंग रे साहाय्य कर बोल नहीं एबे हमर शूटिंग सेट रे 15 जन 16 जन गोटे गोटे सेट रे काम चलता है समस्त खाद्य खाଇବା ପିଇବା बंदोबस्त भी से निजे करे ता छड़ा निजे एक्टिंग करे ता छड़ा स्टोरी रे मते किछि ना किछि हेल्प करे परिवार सपोर्ट भी आपण बाध्य रही परिवार सपोर्ट नथिले तो हेई पारिबनी। सर स्थानीय चलचित्र निर्माण करथवा साथ साथ अलगा को जगह मोद आपनको सुयोग मिली छि कि? हाँ हाँ आमर जो हॉलीवुड फिल्म थिला माइंड गेम सेरा दुईटी भाषा रही थिला गोटे हैला संबलपुरी भाषा आ गोटे ओडिया भाषा प्रथमे संबलपुरी भाषा पे मते डाकिथिले डब पई जोटा ताइरे सर्किल इन्स्पेक्टर गोटे लीड रोल रो वॉइसटा मु देइथिली आ सीटी तांको बहुत पसंद लागिथिला तो एगेन आउ थरे मते डकैथिले ओडिया फिल्म पे बोली तो दुईटा चलचित्र रे मु वॉइस देइछि लीड रोल रो। रेडियो स्टेशन को लेके आपण अनुभूति कोन रही? हाँ रेडियो स्टेशन रे मध्य मु गोटे स्वीकृति प्राप्त कलाकार हेले मोर समय तो बहुत कम कहीं ये कम तो पूरा बिजी रही जाए तो अन्य किसी मु समय दे पारे। सुयोग मिलला आगु जीवा? हाँ हाँ सुयोग मिले तो बाध्य करी।